ମନୋଜ ଘରୁ ଟଙ୍କା ରୋଜଗାର କରିବାକୁ ବାହାରିଗଲା ଅହମ୍ମଦାବାଦ। କିଛି ଦିନ କାମ କଲା ପରେ ତାକୁ ଗୋଟେ ସୁନା ଅଣ୍ଡା ଦିଆ କୁକୁଡ଼ା ମିଳିଗଲା। ସୁନା ଅଣ୍ଡା ଦିଆ କୁକୁଡ଼ା ମାନେ ବୁଝିପାରୁଛନ୍ତି ତ? ମାନେ ଗୋଟେ ସୁନ୍ଦରୀ ଝିଅ ଆଉ ତା ସାଙ୍ଗକୁ ଗୋଟେ IT କମ୍ପାନୀର ମାଲିକର ଝିଅ। ମନୋଜ ଯାଇଥିଲା ଗୁଲଗୁଲା ଖାଇବାକୁ, ହେଲେ ତାକୁ ମିଳିଗଲା ରସଗୋଲା। ଆଉ ଡେରି ନକରି ପଟେଇଥିବା ସୁନ୍ଦରୀ ଝିଅକୁ ପ୍ରେମ ବିବାହ କରିଦେଲା। ହେଲେ ଇଏ କ'ଣ, ସେ ଯାହାକୁ ଅହମ୍ମଦାବାଦରେ ବିବାହ କରିଥିଲା ସେ ଝିଅ ମାନେ ମନୋଜର ସ୍ତ୍ରୀ ଓଡ଼ିଶାର ଭଦ୍ରକ ଆସି ବନ୍ତ ଥାନାରେ ଫିନାଇଲ ପିଇ ମରିବାକୁ କାହିଁକି ଚାହୁଁଛି? ଏସବୁ କାରଣ ଜାଣିବା ପାଇଁ ଆସନ୍ତୁ ଆରମ୍ଭ କରିବା ଆଜିର ଏ ପ୍ରେମ, ଧୋକା ଆଉ ଠକେଇର ଗୋଟେ ଇଣ୍ଟରେଷ୍ଟିଂ କାହାଣୀ। ହ୍ୟାଲୋ ହାଏ ନମସ୍କାର, ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ନୂଆ କାହାଣୀକୁ ଆପଣଙ୍କୁ ସ୍ୱାଗତ। ଦର୍ଶକ ବନ୍ଧୁ, ପ୍ରେମ କେତେବେଳେ କାହା ସହିତ ହୋଇଯାଏ ଟିକେ ବି ଭାବିବାକୁ ସମୟ ଦିଏ ନା, କାହିଁକି ନା ପ୍ରେମ ପରା ଅନ୍ଧ। ଆଜି ଆମେ ଏମିତି ଏକ କାହାଣୀ କହିବାକୁ ଯାଉଛୁ, ଆପଣ ଶୁଣିବା ପରେ ପ୍ରେମ ଉପରୁ ଆପଣଙ୍କର ପୁରା ଭରସା ତୁଟିଯିବ। ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଞ୍ଚଳର ମନୋଜ ଚାକିରି କରି 2 ପଇସା ରୋଜଗାର କରିବାକୁ ବାହାରି ଯାଆନ୍ତି ଗୁଜରାଟର ଅହମ୍ମଦାବାଦ ସହର। କିଛି ଦିନ କାମ କଲା ଭିତରେ ସେହି ସହରରେ ନିଜ ପରିବାର ସହିତ ରହୁଥିବା ହିରଲ ମୋଦି ନାମକ ଗୋଟେ ଝିଅ ସହିତ ମନୋଜର ଦେଖା ହୁଏ। ଏମିତି ଦେଖା ସାକ୍ଷାତ ଭିତରେ ମନୋଜ ଆଉ ହିରଲଙ୍କର ବନ୍ଧୁତା ହୋଇଯାଏ। ଆଉ ହିରଲ ଦେଖିବାକୁ ଖୁବ୍ ସୁନ୍ଦର ଥିଲା। ଏହି ସୁନ୍ଦରତା ଆଉ ତା'ର ସମ୍ପତ୍ତି ଦେଖି ମନୋଜ ହିରଲକୁ ପ୍ରେମ କରି ବସେ। ଆଉ ହିରଲ ବି ଏମିତି ହ୍ୟାଣ୍ଡସମ୍ ପୁଅକୁ କେମିତି ବା ମନା କରିଥାନ୍ତା। ବନ୍ଧୁତା ବଦଳିଯାଏ ପ୍ରେମରେ, ଆଉ ଉଭୟ ପ୍ରେମ ବିବାହ କରିବାକୁ ନିଷ୍ପତ୍ତି ନିଅନ୍ତି। ଆଉ ଝିଅର ପରିବାର ଲୋକେ ଝିଅର ଖୁସି ପାଇଁ ଏ ପ୍ରସ୍ତାବରେ ରାଜି ହୋଇଯାଆନ୍ତି। ଏମିତି ବି ହିରଲଙ୍କ ପରିବାରର କୋଟି କୋଟି ଟଙ୍କାର ସମ୍ପତ୍ତି ଥିଲା, ଆଉ ଗୋଟେ କମ୍ପାନୀ ବି ଥିଲା। ଆଉ ତାକୁ ଚଳାଇବାକୁ ପୁଅ ସହିତ ଆଉ ଜଣେ ସହଯୋଗ କଲେ କମ୍ପାନୀ ଉପରକୁ ଉଠିଯିବ, ଏମିତି ଭାବି ମନୋଜ ଉପରେ ଭରସା କରି ତାକୁ ଜ୍ୱାଇଁ ଭାବରେ ଗ୍ରହଣ କରିନିଅନ୍ତି। କିଛି ଦିନ ସବୁକିଛି ଠିକ୍ଠାକ୍ ଚାଲିଥିଲା। ମନୋଜ ଆଉ ହିରଲଙ୍କର ଗୋଟେ ପୁତ୍ର ସନ୍ତାନ ବି ଜନ୍ମ ହେଲା। ହେଲେ ମନୋଜ ଆଉ ଘର ଜ୍ୱାଇଁ ହୋଇ ରହିବାକୁ ପସନ୍ଦ କଲାନି। ଆଉ ହିରଲଙ୍କ ପାଖରେ ବି ଆଉ ତା'ର ମନ ନଥିଲା। ସେଥିପାଇଁ ଗୋଟେ ନୂଆ ପ୍ଲାନ୍ ଆରମ୍ଭ କଲା। ମନୋଜ ନିଜେ ସ୍ୱାବଲମ୍ବୀ ହେବାକୁ ଚାହୁଁଛି, ତାକୁ କିଛି ଟଙ୍କା ଦରକାର ବୋଲି ହିରଲ ଓ ତାଙ୍କ ପରିବାରକୁ କହିଥିଲା। ମନୋଜ ଉପରେ ଭରସା କରି ହିରଲର ପରିବାର ଲୋକେ ତାଙ୍କ ଘର ବନ୍ଧକ ରଖି ବ୍ୟାଙ୍କରୁ ଟଙ୍କା ଲୋନ୍ କରି ତାକୁ ଟଙ୍କା ଦେଲେ। ହେଲେ ସେ ଟଙ୍କାକୁ ନେଇ ମନୋଜ ସିଧା ଭଦ୍ରକ ଆସିଲା। ଆଉ ନୂଆ ବେପାର ଆରମ୍ଭ କରିଛି କହି ଗାଁରେ ଘର ଆଉ ଜମିବାଡ଼ି କିଣିଦେଲା। ପୁଣି କିଛି ଦିନ ପରେ ଅହମ୍ମଦାବାଦ ଯାଇ ଆଉ ଟଙ୍କା ଦରକାର ଅଛି ବୋଲି କହି ହିରଲର IT କମ୍ପାନୀକୁ ବନ୍ଧକ ରଖି ବ୍ୟାଙ୍କରୁ 5 କୋଟିରୁ ଅଧିକ ଟଙ୍କା ନେଇ ଓଡ଼ିଶା ଆସିଲା ଯେ ଆଉ ଫେରିଲାନି। ପାଗଳ ପରି ବିଶ୍ୱାସ କରୁଥିବା ହିରଲ ଆଉ ତାଙ୍କ ପରିବାରକୁ ଏମିତି ଧୋକା ଦେବ ବୋଲି କେବେ କେହି ଭାବିନଥିଲେ। ଅହମ୍ମଦାବାଦ ଫେରିବା ତ ଦୂରର କଥା, ତାଙ୍କ ଫୋନ୍ ମଧ୍ୟ ମନୋଜ ଉଠାଇ ନଥିଲା। ଏମିତିକି ସିମ୍ ବି ବଦଳେଇ ଦେଇଥିଲା। ସେପଟେ ହିରଲଙ୍କ ଘର ଲୋନ୍ ଦେଇ ନ ପାରିବାରୁ ନିଲାମ ପାଇଁ ନୋଟିସ୍ ଲାଗିଲା। ହିରଲର କମ୍ପାନୀ ମଧ୍ୟ ବନ୍ଦ ହୋଇଗଲା। କିଛି ଦିନ ପୂର୍ବରୁ କୋଟିପତି ଥିବା ପରିବାର ମନୋଜ ପାଇଁ ରାସ୍ତାକୁ ପଳାଇ ଆସିଲେ। ଶେଷରେ ହିରଲ ମନୋଜକୁ ଖୋଜି ଖୋଜି ଓଡ଼ିଶାର ଭଦ୍ରକ ଜିଲ୍ଲା ବନ୍ତ ଅଞ୍ଚଳରେ ଥିବା ମନୋଜ ଘରେ ପହଞ୍ଚିଥିଲା। କିନ୍ତୁ ଦୁଃଖର ବିଷୟ, ମନୋଜ ଘରେ ନଥିଲା, କୁଆଡ଼େ ଫେରାର ହୋଇଯାଇଥିଲା। ବନ୍ତ ଥାନାରେ ହିରଲ ମନୋଜ ବିରୁଦ୍ଧରେ ଏତଲା ଦେଲା। ତାକୁ ଖୋଜିବା ପାଇଁ ନେହୁରା ହେଲା। ଭଦ୍ରକ SPଙ୍କୁ ବି ନିଜର ଅଭିଯୋଗ ଜଣାଇଲା। ହେଲେ 2 ମାସରୁ ଅଧିକ ସମୟ ବିତି ଯାଇଥିଲେ ବି ଆଉ ନିଜର ଧୈର୍ଯ୍ୟକୁ ସମ୍ଭାଳି ନପାରି ଆଜି ବନ୍ତ ଥାନା ଭିତରେ ଫିନାଇଲ ପିଇ ନିଜ ଜୀବନ ହାରିବାକୁ ପ୍ରୟାସ କରୁଥିଲା ବେଳେ ତାଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏମିତି ଜଣେ ଧୋକେବାଜ ପ୍ରେମିକ ଓ ସ୍ୱାମୀ ମନୋଜ ପାଇଁ ନିଜ ଜୀବନ ସହିତ ସଂଗ୍ରାମ କରୁଛି ସୁନ୍ଦରୀ ହିରଲ। ହିରଲ କୋଟିପତି ବାପାର ଏକମାତ୍ର ଝିଅ ଥିଲା। ତାଙ୍କ ପରିବାର ଚାହିଁଥିଲେ ହିରଲକୁ କେତେ ଭଲ ଜାଗାରେ ବାହା ଦେଇ ପାରିଥାନ୍ତେ, ଯେଉଁଠି ହିରଲ ବହୁତ ଖୁସିରେ ରହିଥାନ୍ତା। କିନ୍ତୁ ଗୋଟେ ଠକ ପ୍ରେମରେ ଅନ୍ଧ ହୋଇ ଆଜି ଯେମିତି ସବୁକିଛି ହରାଇବାକୁ ପଡ଼ିଛି ବିଚାରୀ ହିରଲକୁ। ଏମିତି ଜଣେ ପ୍ରେମିକ ମନୋଜକୁ କ'ଣ ଦଣ୍ଡ ମିଳିବା ଦରକାର ନାହିଁ?
ଯଦି ହଁ ତେବେ କେମିତି ଦଣ୍ଡ ମିଳିବା ଦରକାର କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆଜି ପାଇଁ ରହୁଛୁ। ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।